ଭାରତ ଆମ ଜନ୍ମଭୂମି ସ୍ୱର୍ଗଠାରୁ ବଡ଼, ତାହାର ଟେକ ରଖିବା ଆମେ ଆସୁ ବିପଦ ଝଡ଼। ମୁଁ ଶୁଭମ କୁମାର ସାହୁ, ଜିଲ୍ଲା କେନ୍ଦୁଝର, ଓଡ଼ିଶା। ବିକଶିତ ଭାରତ ଯୁବଶକ୍ତି ପାଇଁ ନିଜର କିଛି ବିଚାରଧାରା ପ୍ରସ୍ତୁତ କରୁଛି। ବିକଶିତ ଭାରତ ଅର୍ଥାତ୍ ସବୁ କ୍ଷେତ୍ରରେ ପ୍ରଗତି। ଆମ ଭାରତ ସବୁ କ୍ଷେତ୍ରରେ ଅତି ଶୀଘ୍ର ପ୍ରଗତି କରୁଛି। ବିବିଧତା ମଧ୍ୟରେ ଏକତା ହିଁ ଭାରତର ବୈଶିଷ୍ଟ୍ୟ ଅଟେ। ଏଥିପାଇଁ ଆମ ଦେଶ ଭାରତ ସାରା ବିଶ୍ୱରେ ଆଜି ସର୍ବଶ୍ରେଷ୍ଠ ଅଟେ। ଆମକୁ ବିକଶିତ ଭାରତ ଗଢ଼ିବା ପାଇଁ ଶିକ୍ଷାର କ୍ଷେତ୍ରରେ, ସ୍ୱାସ୍ଥ୍ୟର କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ପଡ଼ିବ। ଯେଉଁଦିନ ଭାରତର ପ୍ରତ୍ୟେକ ନାଗରିକ ଶିକ୍ଷିତ ହୋଇଯିବେ, ସେହିଦିନ ଭାରତର ସବୁ ସମସ୍ୟା ସମାପ୍ତ ହୋଇଯିବ। ଆମେ କ'ଣ ପାଇଁ କହିବା କି ଆମେ ଅନ୍ୟ ପରି ହେବା? ଲୋକମାନେ କହିବେ, ଚାଲ ବିକଶିତ ଭାରତ ପରି ଆମେ ହେବା। ଏତିକି କହି ମୋର ବିଚାରକୁ ମୁଁ ଶେଷ କରୁଛି। ଜୟ ଜଗନ୍ନାଥ। ଧନ୍ୟବାଦ।